କ'ଣ ଆପଣ ବି ସ୍ୱାଦହୀନତା ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି? ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ସ୍ୱାଦହୀନତା ରୋଗରୁ କିପରି ମୁକ୍ତି ପାଇବେ ତାହାର ଘରୋଇ ଉପଚାର ସମ୍ପର୍କରେ ଜାଣିବା। ତେବେ ଆଜିର ପ୍ରଥମ ପ୍ରଶ୍ନଟି, କଞ୍ଚା ପିଆଜ ଖାଇଲେ କେଉଁ ରୋଗ ଦୂର ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କ୍ୟାନ୍ସର, ବି ଅର୍ଶ, ସି ଡାଇବେଟିସ୍, ଡି କୋଷ୍ଠକାଠିନ୍ୟ। ସମୟଟି ସମାପ୍ତ ହୋଇସାରିଛି ଦର୍ଶକ ବନ୍ଧୁ। ଏହାର ସଠିକ୍ ଉତ୍ତରଟି ଡି କୋଷ୍ଠକାଠିନ୍ୟ। କଞ୍ଚା ପିଆଜ ଖାଇଲେ କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପତ୍ରର ରସ ପିଇଲେ ଡେଙ୍ଗୁ ଜ୍ୱର ଶୀଘ୍ର ଭଲ ହୋଇଯାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କଦଳୀ, ବି ଅମୃତଭଣ୍ଡା, ସି ତୁଳସୀ, ଡି ବେଲ। ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ବି ଅମୃତଭଣ୍ଡା। ଅମୃତଭଣ୍ଡା ପତ୍ରର ରସ ପିଇଲେ ଡେଙ୍ଗୁ ଜ୍ୱର ଶୀଘ୍ର ଭଲ ହୋଇଯାଏ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ପ୍ରଦୂଷିତ ସହର କେଉଁଟି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଦିଲ୍ଲୀ, ବି ଚେନ୍ନାଇ, ସି ମୁମ୍ବାଇ, ଡି କଟକ। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି ମୁମ୍ବାଇ। ଭାରତର ସବୁଠାରୁ ପ୍ରଦୂଷିତ ସହର ମୁମ୍ବାଇ ସହରକୁ କୁହାଯାଏ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର କେତୋଟି ବ୍ଲକ ଅଛି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 310, ବି 314, ସି 250, ଡି 420। ତେବେ ଏହାର ସଠିକ୍ ଉତ୍ତରଟି ବି 314। ବର୍ତ୍ତମାନ ଓଡ଼ିଶାର 314ଟି ବ୍ଲକ ଅଛି। ତେବେ ଚାଲନ୍ତୁ ଦେଖିନେବା ଆଜିର ପରବର୍ତ୍ତୀ ପ୍ରଶ୍ନ, ବିଲେଇ କେଉଁ ଫଳର ମଞ୍ଜି ଖାଇବା ଦ୍ୱାରା ତା'ର ମୃତ୍ୟୁ ହୋଇପାରେ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ସେଓ, ବି ଅଙ୍ଗୁର, ସି ଲେମ୍ବୁ, ଡି ଅମୃତଭଣ୍ଡା। ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି ଅମୃତଭଣ୍ଡା। ବିଲେଇ ଅମୃତଭଣ୍ଡା ଫଳର ମଞ୍ଜି ଖାଇବା ଦ୍ୱାରା ମୃତ୍ୟୁ ହୋଇପାରେ। ପରବର୍ତ୍ତୀ ପ୍ରଶ୍ନ, ଠେକୁଆର ଜୀବନକାଳ କେତେ ବର୍ଷ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 8 ବର୍ଷ, ବି 10 ବର୍ଷ, ସି 15 ବର୍ଷ, ଡି 20 ବର୍ଷ। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଏ 8 ବର୍ଷ। ଠେକୁଆର ଜୀବନକାଳ 8 ବର୍ଷ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ଚିନି ଆବିଷ୍କୃତ ହୋଇଥିଲା? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଜାପାନ, ବି ଶ୍ରୀଲଙ୍କା, ସି ଭାରତ, ଡି ରୁଷିଆ। ସଠିକ୍ ଉତ୍ତରଟି ସି ଭାରତ। ଭାରତ ଦେଶରେ ଚିନି ଆବିଷ୍କୃତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ମିଠାର ନାମ କ'ଣ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ରସଗୋଲା, ବି ଲଡ଼ୁ, ସି ଛେନାପୋଡ଼, ଡି ଜିଲାପି। ତେବେ ଆପଣଙ୍କର ସଠିକ୍ ଉତ୍ତରଟି ଡି ଜିଲାପି। ଭାରତର ଜାତୀୟ ମିଠାର ନାମ ଜିଲାପି। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ସ୍ୱାଦହୀନତା ରୋଗ ହୋଇଥିଲେ କ'ଣ ଖାଇବା ଦ୍ୱାରା ଭଲ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଲବଙ୍ଗ, ବି ସୋରିଷ ତେଲ, ସି କାଜୁ, ଡି ଗୁଜୁରାତି। ତେବେ ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ବି ସୋରିଷ ତେଲ। ସୋରିଷ ତେଲକୁ ପାଣିରେ କୁଳି କଲେ ସ୍ୱାଦହୀନତା ରୋଗ ଭଲ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଭାଷାର ନାମ କ'ଣ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଓଡ଼ିଆ, ବି ଇଂରାଜୀ, ସି ହିନ୍ଦୀ, ଡି
ବଙ୍ଗାଳୀ। ତେବେ ଏହାର ସଠିକ୍ ଉତ୍ତରଟି ଯଦି ଆପଣଙ୍କୁ ଜଣାଅଛି ତାହେଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓଟି କିପରି ଲାଗିଲା ତାହା ମଧ୍ୟ କମେଣ୍ଟ କରି ନିଶ୍ଚୟ କୁହନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓଟି ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ବାଲା ଆଇକନକୁ ପ୍ରେସ୍ କରନ୍ତୁ।